ହେଇଥିଲା କି ନାହିଁ ଯୋଜନା? ସେଥିରେ କଲେଜରେ ଆମ ପିଲାମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କୁ ଇନଭଲ୍ଭ କରାଇ ଗୋଟିଏ ମାସ 2 ମାସ ପର୍ଯ୍ୟନ୍ତ କିଛି ପାଠ ପଢ଼ା ହେଉନଥିଲା। କେବଳ ନୂଆ ଓରେ ନାଚ ଗୀତରେ କେବଳ ପିଲାମାନଙ୍କର ପାଠପଢ଼ାକୁ ଡିଷ୍ଟର୍ବ କରି ଦିଆଯାଇଥିଲା। ହେଇଥିଲା କି ନାହିଁ? ସେଥିରେ ଯେଉଁ ପ୍ରକାର ଘଟଣା ସବୁ ଘଟିଥିଲା ଆପଣମାନେ ସୋସିଆଲ ମିଡ଼ିଆରେ ଦେଖିଥିବେ। ଆମ ଢେଙ୍କାନାଳର ସେଇ ଗୋଟିଏ ଭଉଣୀଟେ କ'ଣ କହିଲା? ସାଲାଟ ଦହି ବାଇଗଣ ଏମିତି ସେ କହିଲା କି ନାହିଁ? ଇଏ ପରିସ୍ଥିତି ଆଜି କିଏ ତିଆରି କରଲା? ଏ ସୁଭଦ୍ରା ଭଉଣୀମାନଙ୍କର ପାଇଁ ମୁଁ ଗୋଟେ ଗୀତ ଖଞ୍ଜିକି କହୁଛି ଆଉ ଗାଉଛି, ଆପଣମାନେ ଶୁଣିବା ଦରକାର। ସୁଭଦ୍ରା ଆଣିବ ମନେ ହରସ, ପଛିବ ଦୁଃଖ ଦେବ ସୁଖ ପରସ। ସୁଭଦ୍ରା ଆମର ଅଟେ ବିଶ୍ୱାସ, ପ୍ରତି ମହିଳାଙ୍କ ଓଠରେ ହସ। ମା ମାନଙ୍କର, ସୁଭଦ୍ରା ଭଉଣୀମାନଙ୍କର ମୁହଁରେ ଓଠରେ ହସ ମୁଁ ଦେଖିପାରୁଛି। ଏ ନିଶ୍ଚିତ ଭାବରେ ଏ ଯୋଜନା ଆଜି ଏକ ଯୁଗାନ୍ତକାରୀ ଏବଂ ଏ ଯୋଜନା ଆଜି କାର୍ଯ୍ୟକାରୀ ଆମେ କରିକରି ଆଜି ସକ୍ଷମ ହେଇଛୁ, ସଫଳ ହେଇଛୁ। ମୁଁ ସେଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ, ମା ତାରିଣୀଙ୍କୁ, ପ୍ରଭୁ ବଳଦେବ ଜୀଉଙ୍କ ନିକଟରେ ମୋର ଭକ୍ତିପୂତ ମୋର ପ୍ରଣାମ ଜଣାଉଛି।